ଏଠି ଆମେ ଆଜି ପନିର ଗ୍ରେଭି କରିବା। ଏଠି ତା ପାଇଁ ଆଳୁ ନେଇଛି। ଗୋଟେ ଆଳୁକୁ ମୁଁ କାଟି ସାରିଛି ଛୋଟ ଛୋଟ କରିକି, ଆଉ ଗୋଟେ ଆଳୁକୁ କାଟିବି। ଏଠି ତେଲ ନେଇଛି। ଏଠି ତେଲ ଗରମ ହେଇ ଆସିଲାଣି। ତା ଦେହରେ ଆମେ ଟିକେ ପନିରକୁ ଛାଣିବା। ପନିର ଏଠି ଆମର ଲାଲ ଲାଲ ହେଇସାରିଲାଣି। ଆଉ ଟିକେ ଲାଲ ହେଇଗଲା ପରେ ଆମେ ତାକୁ କାଢ଼ିଦେବା। ପନିର ଟିକେ ଲାଲ ହେଇଗଲାଣି। ଅବିକା ଆମେ ପନିରକୁ କାଢ଼ିଦେବା। ସେଇଭଳିଆ ଆମେ ଆଳୁକୁ ବି ସେଇଭଳିଆ ଟିକେ ଲାଲ ହେବା ପାଇଁ ପୁରା ହାଲକା ଗ୍ୟାସ୍ରେ, ପୁରା ଲୋ ଗ୍ୟାସ୍ରେ ଆମେ ତାକୁ ଟିକେ ଛାଣିବା। ଏଠି ମୁଁ ପିଆଜ ନେଇଛି, ଅଦା, ରସୁଣ, ବିଲାତି, କଞ୍ଚା ଲଙ୍କା, ଲବଙ୍ଗ, ଗୁଜୁରାତି, ଡାଲଚିନି, ଜିରା। ଆମେ ଏଠି ଗୋଟେ କଡ଼େଇ ନେବା। କଡ଼େଇ ତାତି ସାରିଲାଣି। ତା ଦେହରେ ଆମେ ତେଲ ଦେବା। ତେଲ ଦେଇ ସାରିଲା ପରେ ତେଲ ଏଠି ଗରମ ହେଇ ବି ଗଲାଣି ସାଙ୍ଗେ ସାଙ୍ଗେ। ତା ଦେହରେ ଆମେ ଲବଙ୍ଗ, ଗୁଜୁରାତି, ଡାଲଚିନି, ଜିରା ଦେଇଦେବା। ଦେଇ ସାରିକି ତା ଦେହରେ ଯେଉଁ ଲଙ୍କା ଆମେ କାଟିଥିଲେ ସେଟାକୁ ପକାଇବା। ପିଆଜ ପକାଇବା। ପିଆଜକୁ ଟିକେ ଲାଲ ହେଲା ପର୍ଯ୍ୟନ୍ତ ତାକୁ ଟିକେ ଗୋଳଉଥିବା। ତା ପିଆଜ ଲାଲ ହେଇସାରିଲାଣି। ଆ ଦେହରେ ଆମେ ବିଲାତି ଆଉ ଯେଉଁ ଅଦା ରସୁଣ କାଟିଥିଲେ ତାକୁ ଦେଇଦେବା। ଆଉ ଆ ଦେହରେ ଆପଣ କାଜୁ ବି ପକାଇ ପାରିବେ। ମୁଁ ଏଠି କାଜୁ ୟୁଜ୍ କରିଛି। ଆପଣ କାଜୁ ଯଦି ନଥିବ ଘରେ ତାହେଲେ ଆପଣ କାଜୁ ବି ନ ପକାଇ ପାରିବେ। କାଜୁ ଏଠି ପକାଇ ଟିକେ ଟେଷ୍ଟ ଭଲ ଲାଗିବ। ଏଠି ମୁଁ କାଜୁର ପେଷ୍ଟ ବନେଇବି ଅବିକା। ଏଇଟା ସବୁର ଯାହା ବି ଆମେ କରିଥିଲେ। ଅବିକା ଆମର ଆଳୁ ହେଇସାରିଛି। ଆଳୁକୁ ଆମେ କାଟିଦେବା। ଏଠି ମୁଁ ଗୋଟେ ଜାଗାରେ ପିଆଜ ଆଉ ଟିକେକୁ ଫ୍ରାଏ କରିଛି। ଆ ଦେହରେ ଯେଉଁ ପେଷ୍ଟ ବନେଇଥିଲି ପେଷ୍ଟକୁ ଇଏ କରିଛି। ଅବିକା ତା ଦେହରେ ଆମେ କାଜୁ ଛାଣିକି ରଖିଥିଲେ ଆଳୁ ଆଉ ପନିରକୁ ତା ଦେହରେ ଆମେ ଦେବା। ଆମର ଏଠି ହେଇସାରିଲାଣି ଗ୍ରେଭି, ପନିର ଗ୍ରେଭି ହେଇସାରିଲାଣି। ଏବେ ସଲ୍ଭ କରିବା। ମୋ ମମିଙ୍କୁ ଦେବି, ଦେଖିବା କେମିତି କହୁଛନ୍ତି। ଚାଲ ଯିବା। କେମିତି ଲାଗୁଛି ଟିକେ କହ। କେମିତି ଲାଗୁଛି? ଏମିତି ଚାଟ ମାଟ କରି ଖାଆନା। କେମିତି ଲାଗୁଛି? ଆପଣମାନଙ୍କୁ ଯଦି ଭିଡ଼ିଓଟା ଭଲ ଲାଗିଛି ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ ବି କରନ୍ତୁ ପ୍ଲିଜ୍।